ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗାଜାରେ ଶାନ୍ତି ଫେରାଇ ଆଣିବା ପାଇଁ ତାଙ୍କ ଯୋଜନା ପ୍ରତି ବିଶ୍ୱବ୍ୟାପୀ ସମର୍ଥନ ଦ୍ୱାରା ଉତ୍ସାହିତ ଦେଖାଯାଉଛି। ହ୍ୱାଇଟ୍ ହାଉସ୍ ଏହି ପଦକ୍ଷେପକୁ ଯୁଦ୍ଧଗ୍ରସ୍ତ ଗାଜାରେ ଶାନ୍ତି ପ୍ରତିଷ୍ଠା ପାଇଁ ଟ୍ରମ୍ପଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଯୋଜନା ଭାବରେ ବର୍ଣ୍ଣନା କରିଛି। ଆମେରିକା ପ୍ରଶାସନ ବିଶେଷ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଯୋଜନା ପ୍ରତି ସମର୍ଥନକୁ ଗୁରୁତ୍ୱ ଦେଇଛି। ହ୍ୱାଇଟ୍ ହାଉସ୍ ଦାବି କରିଛି ଯେ ବିଶ୍ୱ ଏହି ଯୋଜନାକୁ ଏକ ଖେଳ ପରିବର୍ତ୍ତନକାରୀ ଭାବରେ ଦେଖୁଛି। ହ୍ୱାଇଟ୍ ହାଉସ୍ ବୁଧବାର ଏଭଳି ବିବୃତ୍ତି ଜାରି କରିଛି, ଯେଉଁଥିରେ କୁହାଯାଇଛି ଯେ ଟ୍ରମ୍ପଙ୍କ ଯୋଜନା ବର୍ଷ ବର୍ଷ ଧରି ଚାଲିଥିବା ବିନାଶକାରୀ ଯୁଦ୍ଧ ପରେ ଏକ ସମ୍ଭାବ୍ୟ ମୋଡ଼କୁ ପ୍ରତିନିଧିତ୍ୱ କରୁଛି। ବିବୃତ୍ତିରେ ଉଲ୍ଲେଖ କରାଯାଇଛି ଯେ ବିଶ୍ୱର ଦେଶମାନେ ଟ୍ରମ୍ପଙ୍କ ଯୋଜନାକୁ ଖେଳ ପରିବର୍ତ୍ତନକାରୀ ବୋଲି କହୁଛନ୍ତି। ଏହି ଯୋଜନା ଯୁଦ୍ଧର ତୁରନ୍ତ ଅନ୍ତ, ସମସ୍ତ ବନ୍ଧକଙ୍କ ମୁକ୍ତି ଏବଂ ମାନବିକ ସହାୟତା ଜାରି ରଖିବା ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ଏହାର ଚୂଡ଼ାନ୍ତ ଲକ୍ଷ୍ୟ ହେଉଛି ଗାଜାକୁ ସମୃଦ୍ଧି ଏବଂ ସ୍ଥାୟୀ ଶାନ୍ତିର ପ୍ରତୀକ କରିବା।